ସନାତନୀ ହିନ୍ଦୁମାନେ ତିନୋଟି ସନ୍ଧ୍ୟା ଉପରେ ଗୁରୁତ୍ୱ ଆରୋପ କରନ୍ତି। ଗୋଟିଏ ସନ୍ଧ୍ୟା ହେଲା ରାତି ଯାଉଛି ପ୍ରଭାତ ଆସୁଛି, ଇଏ ଗୋଟିଏ ସନ୍ଧ୍ୟା। ବ୍ରାହ୍ମ ମୁହୂର୍ତ୍ତ ରାତି 4ଟାରୁ 6ଟା ଭିତରେ ଆମେ ଯଦି ଈଶ୍ୱରଙ୍କର ବା ଆମ ଗୁରୁ ପ୍ରଦତ୍ତ ନାମ ଯଦି ସ୍ମରଣ କରିବା ତାହେଲେ ତାହା ହିଁ ହେବ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରକୃତରେ ପ୍ରାର୍ଥନା। ସେଇଭଳି ଭାବରେ ପୁଣି ଗୋଟିଏ ସନ୍ଧ୍ୟା ଆସେ ଠିକ୍ ଗୋଟାଏ ବେଳେ, ଯେତେବେଳେ ପୂର୍ବାହ୍ନ ଯାଉଛି ଅପରାହ୍ନ ଆସୁଛି, ସେଇ ଯେଉଁ ସନ୍ଧ୍ୟାନ ମୁହୂର୍ତ୍ତ, ସେଇ ସନ୍ଧ୍ୟାନ ମୁହୂର୍ତ୍ତରେ ଅଳ୍ପ ଡାକୁ ବେଶୀ ଡାକୁ ସେଟା ବଡ଼ କଥା ନୁହେଁ। ମନେ କରାଯାଉ ଥରେ ବି ଡାକିବ, ଯେଉଁ ଥରକ ଡାକିବ ସିଏ ଯଦି ଗୋଟେ ଶ୍ରଦ୍ଧାପୂର୍ଣ୍ଣ ଭାବପୂର୍ଣ୍ଣ ହେଇଥାଏ ତାହେଲେ ସେ କଥାକୁ ସେ ନିଶ୍ଚୟ ଗ୍ରହଣ କରନ୍ତି। ଆଉ ଗୋଟିଏ ସନ୍ଧ୍ୟା ଆସେ, ସେ ସନ୍ଧ୍ୟାଟି ହେଉଛି ଅପରାହ୍ନ ଯାଉଛି ରାତ୍ରି ଆସୁଛି। ଏଇ ଯେଉଁ ସନ୍ଧ୍ୟା, ଇଏ ସନ୍ଧ୍ୟାକୁ ହାତ ଛଡ଼ା କରିବା ବା ଖାମଖିଆଲି କରିବା ଏଇଟା ଆଦୌ ସମୀଚୀନ ନୁହେଁ। ତୁମେ ବଜାରରେ ଥାଅ, ହାଟ ବଜାରରେ ଥାଅ, ଗାଡ଼ି ମଟରରେ ଥାଅ, ସଭା ସମିତିରେ ଥାଅ, ଯେଉଁଠି ଥାଅ, ଆମର ସ୍ୱଭାବ ହେଉଛି ଆମେ ଯେଉଁଠି ଥାଉ ସେଇଠି ମରିଯାଉ। ଧରନ୍ତୁ ଗୋଟାଏ ସଭା ସମିତି ହେଉଛି, ସଭା ସମିତିର ଆଭିମୁଖ୍ୟ କ'ଣ ଥାଇପାରେ, କିନ୍ତୁ ଆମେ ସେ ସଭାରେ ବସିଲା ବେଳେ ଆମେ ଆଉ କାହାରି କଥା ମନେ ପକାଉ। ତେଣୁ କାହା କଥା ମନେ ପକାଅ ନ ପକାଅ, ଇଷ୍ଟଙ୍କ ଉଦ୍ଦେଶ୍ୟରେ ଗୋଟିଏ ଧାଡ଼ି ମନ୍ତ୍ର ହେଲେ ବି ତାକୁ ସ୍ମରଣ କରିବା ହେଉଛି ତ୍ରିସନ୍ଧ୍ୟା। ତେଣୁ ପ୍ରଭାତ, ମଧ୍ୟାହ୍ନ ଏବଂ ସନ୍ଧ୍ୟା, ଏଇ ତିନୋଟି ସନ୍ଧ୍ୟା ପରେ ଆଉ ଯୋଡ଼ିଏ ସନ୍ଧ୍ୟାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ତାକୁ ତ୍ରିସନ୍ଧ୍ୟା ନ କହି ତାକୁ ଖାଲି ସନ୍ଧ୍ୟା ବୋଲି କହିଲେ ହେବ। ସେ ସମୟଟି ହେଉଛି ଯେତେବେଳେ ଶଯ୍ୟା ତ୍ୟାଗ କଲ, ବିଛଣାରୁ ଉଠିଲ, ନିଦ ଭାଙ୍ଗିଲ, ସେଇ ବିଛଣା ଉପରେ ବସି ଗୋଟିଏ ମିନିଟ୍ ନ ହଉ, ଯଦି ଗୋଟିଏ ମିନିଟ୍ ହେଲା ତ ବହୁତ ଭଲ, ଆହୁରି ଅଧିକ ହେଲେ ଆହୁରି ଭଲ। ଯଦି ଆମେ ଅଧ ମିନିଟିଏ ବି ଆମେ ଇଷ୍ଟଙ୍କୁ, ଗୁରୁଙ୍କୁ ଏବଂ ହୃଦୟ ଚକ୍ରକୁ, ଏ ତିନୋଟି ସ୍ଥାନକୁ ଆମେ ଯଦି ଚିନ୍ତନ କରିବା ବା ଗୁରୁ ମନ୍ତ୍ର ପଠନ କରିବା, ଇଏ ହେବ ଆଉ ଗୋଟେ ମହାନ ସନ୍ଧ୍ୟା। ସେଇଭଳି ଶୋଇଲୁ, ସକାଳୁ ଉଠିଲୁ, ବିଛଣାରେ ବସି
ଶଯ୍ୟା ତ୍ୟାଗ କରିବା ପୂର୍ବରୁ ବିଛଣାରେ ବସି ସେଇ 1 ମିନିଟ୍ ହଉ କି ଅଧ ମିନିଟ୍ ହଉ ଯଦି ଆମେ ଇଷ୍ଟଙ୍କୁ ଗୁରୁଙ୍କୁ ଆଉ ହୃଦୟ ଚକ୍ରକୁ ଟିକେ ଧ୍ୟାନ